ଟିକେ ଆଜ୍ଞା ଭିଡ଼ିଓ को ଦେଖନ୍ତୁ ଗୋଟେ ରୋଡ଼ରେ ଗୋଟେ ଆକ୍ସିଡେଣ୍ଟ ହେଇଛି ମାନେ ଯେଉଁ ବ୍ୟକ୍ତିର ଆକ୍ସିଡେଣ୍ଟ ହେଇଛି ସେ ବହୁତ ସିରିୟସ୍ ଅଛି ମାନେ ଯେଉଁଟାକି ଇମିଡ଼ିଏଟଲି ତାକୁ ମେଡ଼ିକାଲ ଟ୍ରିଟମେଣ୍ଟ ଦରକାର ଆଉ ତା ସାଙ୍ଗର ଯେଉଁ ଯୁବକଟି ଅଛି ସେ ବହୁତ ରିକ୍ୱେଷ୍ଟ ଆଉ ଚିତ୍କାର କରୁଛି ପୋଲିସଙ୍କ ପାଖରେ ଯେ ତାକୁ ଟିକେ ନେଇଯାଆନ୍ତୁ ମାନେ ମେଡ଼ିକାଲ ନିଆନ୍ତୁ ହସ୍ପିଟାଲ ଟିକେ ନିଆନ୍ତୁ ଯିଏକି ସେ ଭଲ ହେଇପାରିବ ଟିକେ ଭିଡ଼ିଓ ଖାଲି ଦେଖନ୍ତୁ ଆପଣ ଏଇ ଗାଡ଼ିରେ ନିଅନ୍ତୁ ସାର୍ ଗୋଟେ ପେସେଣ୍ଟ ଛିଡ଼ା ହେଇଛି ଆପଣ ଥାନା ଗାଡ଼ିରେ ନିଅନ୍ତୁ ଟିକେ ଆଜ୍ଞା କରିବି ଆପଣ ଏତେ ପର୍ଯ୍ୟନ୍ତ ବସେଇଛନ୍ତି ପେସେଣ୍ଟକୁ ନଉନାହାନ୍ତି ଆପଣ ଏତେ ପର୍ଯ୍ୟନ୍ତ ନଉନାହାନ୍ତି ଆପଣ ଗାଡ଼ି ଭାଙ୍ଗି ତେଲ ନାହିଁ କହୁଛନ୍ତି ରିକ୍ୱେଷ୍ଟ କରୁଛୁ ଗୁଡ଼ ତଳେ ଦେଖିଲେ ତ ସେ କୋଉ ଭଳିଆ ନେଉରା ହେଉଛି ଚିତ୍କାର କରୁଛି ଆରେ ଏମିତି ସିଚୁଏସନ୍ ଦେଖିଲେ ଯେ ମାନେ ଶତ୍ରୁ ବି ଯେତେ ବଡ଼ ଶତ୍ରୁ ହଉ ବି ସିଏ ହିଁ ମାନେ ନେଇକି ହସ୍ପିଟାଲ ନେଇଯାଅ ଗୋଟେ ସାଧାରଣ ଜନତାର ମାନେ ସାଧାରଣ ଗୋଟେ କମନ୍ ସେନ୍ସ ଏଇଟା ହେଉଛି ଯଦି କୌଣସି ବ୍ୟକ୍ତି ଆମେ ଯଦି ସାମনে ଗୋଟେ ଗାଡ଼ିରେ ଯାଉଛନ୍ତି ଯଦି କିଏ ପଡ଼ିଗଲା ଆମେ ସାଙ୍ଗେ ଗାଡ଼ିରୁ ଓହ୍ଲେଇ ତାକୁ ମାନେ ସେ ଗାଡ଼ିଟି ଉଠେଇ ଦେଉଛନ୍ତି ଯେଉଁ ପଡ଼ିଥିବା ବ୍ୟକ୍ତିକୁ ତାକୁ ବି ଉଠେଇ ଦେଉଛନ୍ତି ଏଇଟା ଗୋଟେ ସାଧାରଣ କମନ୍ ସେନ୍ସ କିନ୍ତୁ ଏଠି ଦେଖନ୍ତୁ ପୁରା ଅଲଗା ମାନେ ଏମାନେ ଗୋଟେ ଦାୟିତ୍ୱରେ ଅଛନ୍ତି ଗୋଟେ ପୋଲିସ ମାନେ ଗୋଟେ ଦାୟିତ୍ୱରେ ଅଛି ଯେ ସାଧାରଣ ଜନତାକୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ଅସୁବିଧାରେ କେମିତି ମାନେ ତାଙ୍କୁ ସାହାଯ୍ୟ କରିବା ମାନେ ଏଇଟା ହେଉଛି ଯେଉଁଟାକି ତାଙ୍କର ମାନେ ମୁଖ୍ୟ କର୍ତ୍ତବ୍ୟ ସେଇଟା ନ କରି ଉଲ୍ଟା ଆହୁରି ମାନେ ତାକୁ ଗାଳି ଯେଉଁ ଅପବ୍ୟବହାର ଯେଉଁ ଭାଷା କହୁଛନ୍ତି ତାକୁ ମା ଆଜ୍ଞା ଦେଖିବୁ ଭିଡ଼ିଓ କରୁଛୁ ୟାକୁ ବସା ଗାଡ଼ିରେ ବସା ମାନେ ଏଇଟା କେଉଁ ଟାଇପ୍ର ଦାଦାଗିରି ମାନେ ଜାଣିବନି ମାନେ ଆମ ସମ୍ବିଧାନରେ ମାନେ କ'ଣ ପୋଲିସମାନଙ୍କୁ ଏତେ ଇଏ ଦିଆହେଇଛି ଯେ ପୋଲିସମାନେ ସାଧାରଣ ଜନତାଙ୍କ ଉପରେ ଏଇଭଳି ଅତ୍ୟାଚାର କରିବେ ମାନେ କ୍ୟାମେରା ସାମ୍ନାରେ ସେ ଭିଡ଼ିଓ କରୁଛି ବୋଲି ତାକୁ ମାନେ କିଛି ଭୟ ନାହିଁ ଟୋଟାଲ ମାନେ ସାଧାରଣ ମାନେ ଏତେ ଦେଖିବେ କ୍ୟାମେରା ସାମ୍ନାରେ ତାକୁ ଗାଳି ଦେଉଛନ୍ତି ମାଗିବେ ବୋଲି ଯଦି ସାଧାରଣ ଜନତାକୁ ପୋଲିସ ରେସ୍ପେକ୍ଟ ଦେଇପାରୁନି ଏଇଟା ଯଦି ବ୍ୟବହାର କରୁଛି ତା ସହିତ ତାହେଲେ ସାଧାରଣ ଜନତା କ'ଣ ପାଇଁ ବି ପୋଲିସମାନଙ୍କୁ ଏଇଭଳି ଭାଷା କିମ୍ବା ଏଇଭଳି ବ୍ୟବହାର କରିନପାରିବ ଏଇଟା କ'ଣ ପାଇଁ କ୍ରାଇମ୍ ହେବ ଏଇଟା ଜମା ବି କ୍ରାଇମ୍ ନୁହଁ ଯଦି ପୋଲିସ ଆପଣଙ୍କ ଉପରେ ଅତ୍ୟାଚାର କରୁଛି ତ ଆପଣମାନେ ବି ମାନେ ପଛଘୁଞ୍ଚା ଦିଅନ୍ତୁନି ଆପଣମାନେ ବି ସେଇ ଟାଇପ୍ରେ ହିଁ ବ୍ୟବହାର କରନ୍ତୁ ଯେଉଁଟାରେ ପୋଲିସ ଆପଣଙ୍କ ସହିତ ବ୍ୟବହାର କରୁଛି କାହିଁକିନା ଆମ ଦେଶରେ ସମ୍ବିଧାନରେ ରୁଲ୍ ଅଛି ଯଦି ଆପଣଙ୍କ ଜୀବନ ଉପରେ କୌଣସି ପ୍ରକାର ବିପଦ ପଡ଼ୁଛି ଆପଣ ନିଜ ସେଲ୍ଫ ଡିଫେନ୍ସରେ ଜଣକୁ ବି ମର୍ଡ଼ର କରିଦେଲେ ବି ଆପଣ ସେଇଟା କ୍ରାଇମ୍ ନୁହଁ ଯଦି ଆପଣଙ୍କ ମାନେ ଉପରେ ସେମିତି କି ମରଣାତ୍ମକ ଆକ୍ରମଣ ହେଉଛି ତ ଏଇଟା ହେଉଛି ଆମର ଦେଖିବା ପ୍ରଶାସନ ଏଇଟା ହିଁ ଆମର ହେଉଛି ପୋଲିସମାନଙ୍କର ମାନେ ଅସଲ ମୁଖା ଯେଉଁଟାକି ସାମ୍ନାକୁ ଧୀରେ ଧୀରେ ଆସୁଛି ନହେଲେ ଦେଖିବା ଯେଉଁ ବର୍ତ୍ତମାନ ଓଡ଼ିଶା ଯେଉଁ ଟାଇପ୍ର ମାନେ ଥାର୍ଡ଼ ଡିଗ୍ରୀ ବଢ଼ୁଛି ମାରି ଦେଉଛନ୍ତି ତ ପୋଲିସମାନଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ଖାଲି ସସ୍ପେଣ୍ଡରେ ରହିଯାଉଛନ୍ତି ତ ବିଲକୁଲ ଏଇଟା ବି ମାନେ କୌଣସି ମାନେ ଆଉ ଗୋଟେ କଥା ବି ଏଇ ଯେଉଁ ମାନେ ପୋଲିସମାନେ ଏଇ ଯେଉଁ ଭାଷା ସବୁ ଶିଖୁଛନ୍ତି ଗୋଟେ ତାଙ୍କୁ ଯେଉଁ ଏକ୍ଜାମ୍ ସବୁ ଦେଉଛନ୍ତି ଓପିସି ୟୁପିସି ଯେଉଁ ଏକ୍ଜାମ୍ରେ ତାପରେ ଏଇଟା ଗୋଟେ ସ୍ପେଶାଲି ସବଜେକ୍ଟ ତାଙ୍କର ଅଛି ଯେ ସେମାନେ ପୁରା ପାରଙ୍ଗମ ହେଇଯାଉଛନ୍ତି ଏଇଟାରେ କିଛି ଭାଷା କୋଶ୍ଚିନ୍ ଆସୁଛି ତାର ଆନ୍ସର୍ ଏମାନେ ଦେଇକି ଉତ୍ତୀର୍ଣ୍ଣ ହେଲା ପରେ ଏମାନଙ୍କୁ ଜବ୍ ମିଳୁଛି ସେଇଟା ହିଁ ଲାଗୁଛି ନହେଲେ ଏଇ ଟାଇପ୍ର ଯେଉଁ ବ୍ୟବହାର ଯେଉଁ ଭାଷା ଏମାନେ ଶିଖୁଛନ୍ତି କୋଉଠି ଏଇଟା ତ ଆମ ସମ୍ବିଧାନ ନାହିଁ ଆମେ ବି ତ କାହିଁ ପଢ଼ିନୁ ଏମିତି କିଛି ଭାଷା ମାନେ ପୋଲିସ କହିବ ବୋଲି ସାଧାରଣ ଜନତା କେହି ତ କହିବେନି ଏମିତି ଗୋଟେ ଭାଷାକୁ ତ ଏମାନେ ଶିଖୁଛନ୍ତି କୋଉଠି ଆପଣମାନେ କୁହନ୍ତୁ ଏଇ ଟାଇପ୍ର ପୋଲିସ ଉପରେ କେଉଁ ଭଳିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର କମେଣ୍ଟରେ କୁହନ୍ତୁ।